ଆଲୋ ରାଧା, ତୁ ଏଠି କୁଆଡେ ଯାଇଥିଲୁ ବୋଧେ? ଆଜ୍ଞା ଆଣ୍ଟି, ଏଇ ଅଫିସରୁ ଫେରିଛି। ଆଉ ତୋ ବାହାଘର ଠିକ ହେଲାଣି ନା ନାଇଁ? ନାଇଁ ଆଣ୍ଟି, ମୁଁ ଏବେ ବାହା ହେବିନି। କାହିଁକି? ତୋର ଏତେ ବୟସ ହେଲାଣି, ବାହା ହେଇଯିବା କଥା ନା। ପୁଣି କେତେ ଲୋକ କେତେ କଥା କହିବେ, ସେଥିପାଇଁ ପରା ମୋ ଝିଅକୁ ମୁଁ 20 ବର୍ଷରେ ବାହା କରିଦେଲି। ତୁ ମୋ କଥା ମାନ, ତୁ ବି ବାହା ହେଇଯା। ଦେଖନ୍ତୁ ଆଣ୍ଟି, ଆପଣଙ୍କୁ ସମାଜ ବାଲା ଆପଣଙ୍କ ବିପଦ ସମୟରେ ସାହାଯ୍ୟ କରିପାରନ୍ତି, ହେଲେ ମତେ ନୁହେଁ। ଆଉ ଯୋଉ ବାହାଘର ପଛରେ ଆପଣ ପଡିଛନ୍ତି ନା, ସେଇ ବାହାଘର ଆଜିକାଲିକା ବାହାଘର ନୁହେଁ, ଜମ୍ମୁପୁର ହେଇଗଲାଣି। ସେଥିପାଇଁ ଯେପର୍ଯ୍ୟନ୍ତ ମୁଁ ମୋ ନିଜ ଗୋଡ ଛିଡା ନ ହେଇଛି ସେ ପର୍ଯ୍ୟନ୍ତ ମୁଁ ବାହା ହେବିନି। ଆଉ ରହିଲା ଲୋକଙ୍କ କଥା, ତାଙ୍କ କଥାରେ କଣ ମିଳିବ? ତାଙ୍କ ପାଟିରେ ତ ଆଙ୍ଗୁଳି ଦେଇ ହବନି ନା। କାହା କଥା ନ ଶୁଣି ନିଜ ସ୍ୱପ୍ନ ପଛେ ଦୌଡ, କାହିଁକି ନା ଏଠି କେହି ସାହାଯ୍ୟ କରିବା ପାଇଁ ଆସିବେନି। ଏ କଥା ଯେମିତି ଭୁଲି ନ ଯାଆନ୍ତି। ଭିଡିଓ ଯଦି ଭଲ ଲାଗିଲା ତ ଲାଇକ୍, କମେଣ୍ଟ, ସେୟାର କରିଦେବେ ଆଉ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ଆମେ ପୁଣି ଦେଖା ହବା ଗୋଟେ ନୂଆ ଭିଡିଓ। ସେ ପର୍ଯ୍ୟନ୍ତ ରହିଲୁ। ଜୟ ଜଗନ୍ନାଥ।